बंद हो पारुनाही ब्रह्मपुर रे पॉलिथिन कारबार जहाकू खाई निरीह जीव पड़ुछंती मृत्यु मुखरे। अस्त्रोपचार करी गोमाता पेटरू बाहरिला 30 किलो पॉलिथिन। एभली अस्त्रोपचार करी निरीह जीव को बंचाई पारिछंती ब्रह्मपुर प्राणी चिकित्सालय डाक्तर। गतकाली संध्यारे एक गाईर देह असुस्थ हो पड़िबारु ताकू एम्बुलेंस जोगे आस्का रोड स्थित प्राणी चिकित्सालय को अणा जाइथिला। ଯେଉଁଠାରେ ଗୋମାତା ପେଟରେ ପଲିଥିନ୍ ଥିବା ଜାଣିବାକୁ ପାଇଥିଲେ ଡକ୍ଟର ସତ୍ୟନାରାୟଣ କର। ଆଜି ଉକ୍ତ ଗୋମାତାଙ୍କ ସଫଳ ଅସ୍ତ୍ରୋପଚାର କରି ପେଟରୁ ପ୍ରାୟ 30 କିଲୋଗ୍ରାମରୁ ଅଧିକା ପଲିଥିନ୍ ବାହାର କରାଯାଇଛି। ବର୍ତ୍ତମାନ ଗାଈର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ରହିଥିବା କହିଛନ୍ତି ଡକ୍ଟର ଶ୍ରୀକର। ପୁଣି ଥରେ ସହରରେ ବେଆଇନ ପଲିଥିନ୍ ବେପାର ବୃଦ୍ଧି ପାଇଛି। ଖାଦ୍ୟ ସନ୍ଧାନରେ ଥିବା ପଶୁ ଜନ୍ତୁ ଖାଦ୍ୟ ସହିତ ପଲିଥିନ୍ ମଧ୍ୟ ଖାଇଯାଉଛନ୍ତି, ଯାହାକି ସେମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛି। ତୁରନ୍ତ ବେଆଇନ ପଲିଥିନ୍ ବେପାର ବନ୍ଦ କରିଲେ ନିରୀହ ଜୀବନ ବଞ୍ଚି ପାରିବ ବୋଲି ବୁଦ୍ଧିଜୀବୀ କହିଛନ୍ତି। ଗତକାଲି ସନ୍ଧ୍ୟାରେ ଗୋଟେ ଗାଈ ଆମର ଆମ୍ବୁଲାନ୍ସ ଦ୍ୱାରା ହସ୍ପିଟାଲ କୁ ଆସିଥିଲା, ଯାର ଅସୁବିଧା ଥିଲା କି ଯେ ସେ ଖାଉନଥିଲା ଏବଂ 2-3 ଦିନ ହେଲା ପଡ଼ିକି ରହିଥିଲା ଏବଂ ଆମର ଆମ୍ବୁଲାନ୍ସ ଟିମ୍ ଯାଇକି ତାକୁ ଚିକିତ୍ସା କରିଥିଲେ। ତଥାପି ସେ କିଛି ଇମ୍ପ୍ରୁଭମେଣ୍ଟ ନ ହେବାରୁ ଗାଈଟି ହସ୍ପିଟାଲ को ସ୍ଥାନାନ୍ତରିତ କରାଯାଇଥିଲା ଏବଂ ତାପରେ ଆମେ ଦେଖିଲୁ ତାକୁ ଗୋଟେ ଛୋଟିଆ ହୋଲ କରିକି ଆମେ ତାକୁ ଗୋଟେ ଓପେନିଂ ତାକୁ ଷ୍ଟୋମା କହନ୍ତି, ତାକୁ ତା ପେଟରେ କରିକି ଆମେ ଦେଖିଲୁ ଯେ ତାର ପେଟରେ ବହୁତ ପରିମାଣରେ ଜରି ଭର୍ତ୍ତି ହେଇକି ରହିଛି। ତାପରେ ଆମେ ତାକୁ ସର୍ଜରୀ ପାଇଁ କୁହାଯାଇଥିଲା। ଯେହେତୁ ସନ୍ଧ୍ୟାବେଳେ ଟିକେ ଜ୍ୱର ଥିଲା 103.5 ଥିଲା, ତେଣୁ ଆମେ ତାକୁ ଆଣ୍ଟିବାୟୋଟିକ, ସାଲାଇନ୍ ଏବଂ ପେନ୍ କିଲର ଏବଂ ତାର ଆଣ୍ଟିହିଷ୍ଟାମିନ୍ ସବୁ ଦେଇକି ତାକୁ ଆମେ ଷ୍ଟେବଲ କରିକି ରଖିଲୁ ଏବଂ ଆଜି ସକାଳେ ତାର ସର୍ଜରୀ କରାଯାଇଛି ଏବଂ ତା ପେଟରୁ କିଛି ନହେଲେ ବି ଅତି କମ ସେ କମ 30ରୁ 40 କିଲୋ ଖଣ୍ଡେ ତାର ପଲିଥିନ୍ ବାହାରିଛି। ଗାଈର କଣ୍ଡିସନ ବର୍ତ୍ତମାନ ଟିକେ ସୁସ୍ଥ ଅଛି ଆଉ ମୁଁ ଆଶା କରୁଛି ଯେ ସେ ଧୀରେ ଧୀରେ ଆରୋଗ୍ୟ ଲାଭ କରିବ।